ଜୟ ଜଗନ୍ନାଥ ଓଡ଼ିଶାବାସୀ। ଆଜି ଫେବୃଆରୀ 1 ତାରିଖ ଶନିବାର 10ଟି ଗୁରୁତ୍ୱପୂର୍ଣ୍ଣ ନ୍ୟୁଜ୍ ଉପରେ ନଜର ପକାଇବା। ଆପଣଙ୍କ ଭଲ ପାଇବା ସ୍ୱରୂପ ଗୋଟେ ଲାଇକ୍ ନିଶ୍ଚିତ ଭାବରେ କରିବେ। ଚାଲନ୍ତୁ ଆଜି ସକାଳ ଖବର ଉପରେ ନଜର ପକାଇବା। ପ୍ରଥମ ଖବର, ରାଷ୍ଟ୍ରପତିଙ୍କୁ ପୁଅର ଲେଡି ମନ୍ତବ୍ୟ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି ଯେ ଏଭଳି ଶବ୍ଦର ଉଦ୍ଦେଶ୍ୟମୂଳକ ବ୍ୟବହାର କଂଗ୍ରେସ ପାର୍ଟିର ଆଭିଜାତୀୟ, ଗରିବ ବିରୋଧୀ ଏବଂ ଆଦିବାସୀ ବିରୋଧୀ ସ୍ୱଭାବକୁ ଦର୍ଶାଉଛି। ରାଷ୍ଟ୍ରପତି ଓ ଦେଶର ଆଦିବାସୀ ସମ୍ପ୍ରଦାୟକୁ ନିଃସ୍ୱାର୍ଥ କ୍ଷମା ମାଗିବାକୁ ଶ୍ରୀ ନଡ୍ଡା କଂଗ୍ରେସକୁ ଦାବି କରିଛନ୍ତି। ଦେଶର ସର୍ବୋଚ୍ଚ ପଦବୀକୁ ବାରମ୍ବାର ଅପମାନିତ କରିବା ପରିବର୍ତ୍ତେ ଗଣତନ୍ତ୍ରର ମନ୍ଦିରରେ ଅର୍ଥପୂର୍ଣ୍ଣ ଆଲୋଚନା ଉପରେ ବିରୋଧୀମାନେ ଧ୍ୟାନ ଦେବାର ସମୟ ଆସିଛି ବୋଲି ସେ କହିଛନ୍ତି। ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ବୋଲି ଶ୍ରୀ ନଡ୍ଡା କହିଛନ୍ତି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ବିଗତ ଏକ ଦଶନ୍ଧି ମଧ୍ୟରେ ସରକାରଙ୍କ ଉଲ୍ଲେଖନୀୟ ବିକାଶ ଯାତ୍ରାର ଏକ ବିସ୍ତୃତ ସମୀକ୍ଷା ପ୍ରଦାନ କରୁଛି ବୋଲି ସେ କହିଛନ୍ତି। ପରବର୍ତ୍ତୀ ଖବର, ଇସ୍ତଫା ଦେଲେ 7 ବିଧାୟକ। ନିର୍ବାଚନ ପୂର୍ବରୁ କେଜରିୱାଲଙ୍କୁ ବଡ଼ ଝଟକା। ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ତଥା ଦଳର ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା ଲାଗିଛି। ଶୁକ୍ରବାର ଦଳର 7 ବିଧାୟକ ଏକକାଳୀନ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେମାନେ ଇସ୍ତଫା ଦେବା ସହିତ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ନିକଟକୁ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଆଗାମୀ ନିର୍ବାଚନ ଲାଗି ଏହି ବିଧାୟକମାନଙ୍କୁ ଟିକେଟ୍ ମିଳିନାହିଁ, ତେଣୁ ଅସନ୍ତୋଷ ପ୍ରକାଶ ସେମାନେ ଦଳ ଛାଡ଼ିଥିବା କୁହାଯାଉଛି। ଅନ୍ୟପଟେ ଦୁର୍ନୀତି ଯୋଗୁଁ ସେମାନେ ଦଳ ଛାଡ଼ିଥିବା ବିଧାୟକମାନେ ଦର୍ଶାଇଛନ୍ତି। ପରବର୍ତ୍ତୀ ଖବର, ରେଳ ବଜେଟରେ ଓଡ଼ିଶାକୁ ମିଳିବ କ'ଣ? ଡବଲ ଇଞ୍ଜିନ୍ ସରକାର ଥିବାରୁ ବଢ଼ିଛି ଲୋକଙ୍କ ଆଶା। ଫେବୃଆରୀ 1ରେ ଅର୍ଥମନ୍ତ୍ରୀ ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନା କରିବାକୁ ଯାଉଛନ୍ତି। ବଜେଟକୁ ବିଭିନ୍ନ ବର୍ଗର ଲୋକ ସରକାରଙ୍କ ଉପରେ ଭିନ୍ନ ଭିନ୍ନ ଆଶା ରଖିଛନ୍ତି। ହେଲେ ଏଥର ରାଜ୍ୟରେ ବିଜେପି ସରକାର ଗଠନ ହୋଇଥିବାରୁ ରାଜ୍ୟବାସୀ କେନ୍ଦ୍ର ବଜେଟରୁ କିଛି ଭଲ ପାଇବାକୁ ଆଶା ରଖିଛନ୍ତି। ପରବର୍ତ୍ତୀ ଖବର, ସମ୍ବଲପୁର ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସରଙ୍କ ହତ୍ୟା ଘଟଣା। ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ। ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା ମାମଲା। ହତ୍ୟାକାରୀ ପ୍ରବୀଣ କୁମାର ଧୁରୁଆଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍। ପ୍ରଫେସର ଧ୍ରୁବରାଜ ନାୟକଙ୍କୁ କଟୁରୀରେ ହାଣି ହତ୍ୟା କରିଥିଲା ଅଭିଯୁକ୍ତ। ମଦ ପିଇ ପ୍ରଫେସରଙ୍କୁ 100 ଟଙ୍କା ମାଗିଥିଲା। ଟଙ୍କା ନ ଦେବାରୁ କଟୁରୀରେ ନିର୍ମମ ଭାବେ ହାଣି ହତ୍ୟା କରିଥିଲା। ପରବର୍ତ୍ତୀ ଖବର, ନବରଙ୍ଗପୁର କଡିଙ୍ଗା ଥାନା ଭାଡିଙ୍ଗା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। 2 ବାଇକ୍ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଧନିଆ ମାଝୀ ଓ ରଘୁ ବୈରାଗୀ। ଅନ୍ୟ 3 ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନବରଙ୍ଗପୁର ଏସ୍ପି ମିହିର କୁମାର ପଣ୍ଡା କଷାଗମୁଣ୍ଡା ଅଞ୍ଚଳକୁ ଯାଉଥିବା ବେଳେ ଆହତଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନାକୁ ନେଇଥିଲେ। ଏସ୍ପିଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ। ପରବର୍ତ୍ତୀ ଖବର, ୟୁପିଆଇ ୟୁଜର୍ସଙ୍କ ପାଇଁ ବଡ଼ ଖବର। ନିୟମ ନ ମାନିଲେ ପହିଲାରୁ ଏହିସବୁ ୟୁପିଆଇ ୟୁଜର୍ସଙ୍କ ଟ୍ରାଞ୍ଜାକ୍ସନ୍ ହୋଇଯିବ ବ୍ଲକ୍। ଡିଜିଟାଲ ଇଣ୍ଡିଆ ମାନେ ଡିଜିଟାଲ ପେମେଣ୍ଟ, ଆଉ ଡିଜିଟାଲ ପେମେଣ୍ଟ ମାନେ ୟୁପିଆଇ। ଆଜିକାଲି ୟୁପିଆଇ ପେମେଣ୍ଟ ଏତେ ସାଧାରଣ କଥା ହୋଇଗଲାଣି ଯେ ପାନ ଦୋକାନଠୁ ଫିଲ୍ମ ହଲ୍, କ୍ୟାବ୍ଠୁ ଆରମ୍ଭ କରି ହାଟ ବଜାର ସବୁଠି କ୍ୟାସଲେସ୍ ଟ୍ରାଞ୍ଜାକ୍ସନ୍ ଓ ୟୁପିଆଇର ଆବଶ୍ୟକତା ବଢ଼ିବାରେ ଲାଗିଛି। ତେବେ ଆପଣ ଯଦି ୟୁପିଆଇ ପେମେଣ୍ଟ କରୁଛନ୍ତି ତାହେଲେ ୟୁପିଆଇ ପେମେଣ୍ଟ କ୍ଷେତ୍ରରେ ପହିଲାରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ପରବର୍ତ୍ତୀ ଖବର, ଯାଜପୁର ବୃଦ୍ଧରାଜ ସ୍କୁଲ ନିକଟରେ ଦୁର୍ଘଟଣା। ଛାତ୍ରୀଙ୍କ ଉପରେ ମାଡ଼ିଗଲା ହାଇୱା। ଯାଜପୁର ରୋଡ ଥାନା ଦାନଗଦି ବୁଦ୍ଧରାଜ ବିଦ୍ୟାପୀଠ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ବିଦ୍ୟାଳୟର 2 ଜଣ ଛାତ୍ରୀଙ୍କୁ ଧକ୍କା ଦେଲା ହାଇୱା। ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ ଦ୍ୱାରା ଯାଜପୁର ରୋଡ କଳିଙ୍ଗନଗର ରାସ୍ତା ଅବରୋଧ କରାଯାଇଛି। ପରବର୍ତ୍ତୀ ଖବର, ବାରବାଟୀରେ କ୍ରିକେଟ ଖେଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ଖେଳାଯିବ। ବାରବାଟୀରେ ହେବାକୁ ଥିବା ଭାରତ ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନିଜେ ବାରବାଟୀ ଷ୍ଟାଡିୟମ ଯାଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଷ୍ଟାଡିୟମରେ କ୍ରିକେଟ ଖେଳିଥିଲେ। ତାଙ୍କ ସହ କ୍ରୀଡ଼ାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ମଧ୍ୟ ପ୍ରସ୍ତୁତିର ତଦାରଖ କରିବା ସହିତ କ୍ରିକେଟ ଖେଳିଥିଲେ। ଫେବୃଆରୀ 9 ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୱାନଡେ ମ୍ୟାଚ୍ ଖେଳାଯିବ। 2 ତାରିଖରୁ ଅନଲାଇନ୍ ଟିକେଟ୍ ଏବଂ 6 ଓ 7 ତାରିଖରେ କାଉଣ୍ଟରରୁ ମିଳିଯିବ। ପରବର୍ତ୍ତୀ ଓ ଶେଷ ଖବର, ବିଶ୍ୱର ତୃତୀୟ ଅର୍ଥନୀତି ହେବ ଭାରତ। ବଜେଟ୍ ପୂର୍ବରୁ ଉଭୟ ଗୃହକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ। ସଂସଦରେ ଆରମ୍ଭ ହୋଇଛି ବଜେଟ୍ ଅଧିବେଶନ। ଏହା ପୂର୍ବରୁ ଦେଶବାସୀଙ୍କ ସ୍ୱାର୍ଥରେ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମୋଦି ସରକାରଙ୍କ ସଫଳତାକୁ ଜଣାଇଛନ୍ତି ରାଷ୍ଟ୍ରପତି।
ସେ କହିଛନ୍ତି ଯେ ଖୁବ୍ ଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି। କେନ୍ଦ୍ର ସରକାର ଆରମ୍ଭ କରିଥିବା ଯୋଜନା ଏବଂ ଏଥିପାଇଁ ଦେଶବାସୀ ଜୀବନରେ ପଡ଼ୁଥିବା ସକାରାତ୍ମକ ପ୍ରଭାବ ବିଷୟରେ ସେ ଆଲୋଚନା କରିଛନ୍ତି।